କେମିତି ଅଛନ୍ତି ନିହାତି ଜଣାଇବେ। ମୁଁ ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ତ ଭଲ ଅଛି। ମୋ ଦେହ ଟିକେ ଖରାପ ହେଇଛି, ଆପଣ ତ ଟର୍ନରୁ ଜାଣିପାରୁଥିବେ ନିହାତି ଭାବରେ। ତ ଶିବରାତ୍ରି ଦିନ ମୁଁ ସକାଳୁ ଉଠି ମନ୍ଦିର ଚଲେଇଥିଲି। ମନ୍ଦିର ପୂଜା କରି ଆସିକି ଏଠି ଘରେ ପୂଜା କରୁଛି। ଫାଷ୍ଟ ଅଫ୍ ଅଲ୍ ସମସ୍ତଙ୍କୁ ତ ହ୍ୟାପି ଶିବରାତ୍ରି। ଆପଣମାନଙ୍କର କେମିତି କିସ କଟିଲା ମୋତେ ନିହାତି ଜଣାଇବେ, ଆଉ ମୋର କେମିତି କଟିଲା ମୁଁ ଆପଣମାନଙ୍କୁ ନିହାତି ଜଣାଇବି। ଆଗକୁ ଷ୍ଟେଟ୍ୟୁ ନେଇକି ରୁହନ୍ତୁ ଭିଡ଼ିଓରେ। ମୁଁ ଆପଣଙ୍କୁ ସବୁ କଥା କହୁଛି, କେମିତି କ'ଣ ହେଲା, କେମିତି କ'ଣ କଲି, ମୁଁ କେମିତି କ'ଣ କଲି, ମୋର ସେଇଦିନଟି କେତେ ଭଲ ଯାଇଛି, କେମିତି ଯାଇଛି ମୁଁ ନିହାତି ଜଣାଇବି। ଆପଣଙ୍କ କେମିତି ଯାଇଛି ନିହାତି ଜଣାଇବି। ମୁଁ ଏଠି ପୂଜା ଚାଲିଛି, କରୁଛି ପୂଜା। ଠାକୁର ଗାଧେଇକି ପୋଛି ପୋଛାକି ଚନ୍ଦନ ଦେଇକି ଫୁଲ ଦେଇକି ଖାଇବା ଦେଇକି ଧୂପ ଆଉ ଦୀପ ଝୁଣା ସବୁ ଦେଲି। ଭଗବାନଙ୍କୁ ଏତିକି ପ୍ରାର୍ଥନା ସେ ସମସ୍ତ ବିଶ୍ୱାସୀଙ୍କୁ ବହୁତ ଭଲରେ ରଖନ୍ତୁ, ଆଉ କାହାର ଯେମିତି ସେମିତି ଅସୁବିଧା କିଛି ନ ହଉ, ସମସ୍ତେ ଖୁସିରେ ରୁହନ୍ତୁ, ଏତିକି ପ୍ରାର୍ଥନା। ତ ଏଇଠି ଚାଲିଛି ମୋର ପୂଜା ସରିନି ଏପର୍ଯ୍ୟନ୍ତ, ଚାଲିଛି ଆଉ। ଏଠି ମୁଁ ଝୁଣା ଦେଲି, ଝୁଣା ଦେଇ ସାରିକି ପାଣି ଛଡ଼ିଦେଲି। ତାପରେ ଭଗବାନଙ୍କୁ ପ୍ରାର୍ଥନା କରିକି ତାପରେ ପୂଜା ସରିଗଲା ମୋର। ପୂଜା ସରିଲା ପରେ ବି ଯାଇଥିଲି ଖରାରେ ବସିଥିଲି, କାରଣ ମୁଣ୍ଡ ଧୋଇଥିଲି ସକାଳୁ, ତ ଚୁଟି ଶୁଖେଇବି ନିହାତି ଭାବରେ। ଆଉ ହଁ, ମେହେନ୍ଦି କରିନଥିଲି, ସେ ପାଇଁ ବି ମୁଁ ବାହାରେ ବସିଥିଲି। ତ ଦେଖନ୍ତୁ ମେହେନ୍ଦି ଏଇଠି ଅଛି, ମୁଁ ଏଠି ମେହେନ୍ଦି କରିଦେଇଛି ଫାଇନାଲି। କେମିତି କିସ ଲାଗୁଛି ନିହାତି ଜଣାଇବେ। କାହାକୁ ମେହେନ୍ଦି ଲଗାଇବାକୁ ଭାରି ଭଲ ଲାଗେ ନିହାତି ଜଣାଇବେ, ମୋତେ ତ ବହୁତ ଭଲ ଲାଗେ। ତାପରେ ମୁଁ ଏଠି ପାଦୁକା ପିଇ ନେଉଛି ବେଲପତ୍ର ସହିତ। ଏଠି ହେଉଛି ଅଳତା ବି ପିନ୍ଧି ଦେଇଥିଲି, ଭୋଗ ନେଇଥିଲି ପୂଜା କରିବା। ଏଠି ଦେଖି ଦେଉଛି ମେହେନ୍ଦି କଲର୍, ଦେଖନ୍ତୁ କେମିତି କିସ ଆସିଛି। ଏଠି ସନ୍ଧ୍ୟା ପାଇଁ ଦୀପ ଜଳାଇବା ପାଇଁ ସବୁ ସଜି ଦେଇଛନ୍ତି ବଡ଼ମା। ତ ତାପରେ ଏଠି ମୁଁ ରେଡ଼ି ହେଇଗଲିଣି, ବଡ଼ମା ସେପଟେ ରେଡ଼ି ହେଉଛନ୍ତି। ମେହେନ୍ଦି କଲର୍ ମୁଁ ଆଉ ଥରେ ଦେଖି ଦେଉଛି ଆପଣମାନଙ୍କୁ, ଦେଖନ୍ତୁ। ତ ତାପରେ ଏଠି ଆମେ ପହଞ୍ଚି ଯାଇଛୁ ମନ୍ଦିରରେ। ତ ଏଠି ମୁଁ ଟିକେ ଭିଡ଼ିଓ କରିନେଉଛି। ବଡ଼ମା ଏଠି ଆଗେ ବାଲି ଦେଲେ, ତ ବାଲି ଦେଇ ସାରିଲା ପରେ ଏଠି କଦଳୀପତ୍ର ଦେଇଦେଲେ। ତାପରେ ଚାଉଳ ଦେଇକି ଘଟପଟ ରଖାହବ। ତାପରେ ମୋତେ କହିଲେ କି ତୁ ରଖ ତ ମୋର ଗୁଡ଼ାକ। ତ ମୁଁ ଏଇଠି ଭିଡ଼ିଓଟା ବନ୍ଦ କରିଦେବି ଆଉ ଟିକେ ପରେ। ତ ତାପରେ ମୁଁ ବି ଟିକେ ସାହାଯ୍ୟ କରିଦେବି ବଡ଼ମାକୁ। ଦେଖନ୍ତୁ ଚାଉଳ ଦେଉଛନ୍ତି ବଡ଼ମା, ଘଟ ତାଙ୍କର ବସାଉଛନ୍ତି ସେଟା। ଆଉ ଆମ ସାହି ଜଣେ ଅପା ରହିଥିଲେ, ସେ ବି ତାଙ୍କର ସେଠି ଜଳିଲେ। ତ ଏମିତି ଚାଲିଛି ଆଉ। ରାତିରେ ଏଇଟା ଦେଖନ୍ତୁ ଆମର ଦୀପ, ମାନେ ମୁଁ ନେଇଥିଲି ଯେଟା, ଏଇଟା ଆମର ଗୋଟେ ଦୀପ। ଆମର 4ଟା ଦୀପ ଜଳା ହୁଏ, ମୋର, ମୋ ଭାଇର, ବାବାର, ମାଆର 4ଟା ଦୀପ ଜଳା ହୁଏ। ତ ଏଇଠି ଗୋଟେ ଦୀପ ବାହାର ହେଇଛି, ଆଉ ଦୀପ ବାହାରେ ବି ଗୋଟେ ମାଟି ଦୀପ ଯାଇଥିଲା, ଆଉ ଗୋଟେ ପଥର ଦୀପ ଯାଇଥିଲା, ଆଉ 2ଟା ଏଇ ଦୀପ ଯାଇଥିଲା। ତ ମୁଁ ତାକୁ ବଡ଼ମା ରଖି ଦେଉଛନ୍ତି ଆଗେ। ତାପରେ ମୋତେ କହିଲେ ତୁ ରଖ ଟିକେ, ଆଉ ମୋତେ ସାହାଯ୍ୟ କର କହିକି। ତ ମୁଁ କହିଲି ହଁ, ତାଙ୍କର ବି ବସେଇବେ। ତ ମୁଁ ବି ଟିକେ ସାହାଯ୍ୟ କରିଦେଲି। ତ ଏଇ ବଡ଼ ବଡ଼ ଦୀପ ଗୁଡ଼ାରେ ଘିଅ ଦିଆଯିବ, ତାପରେ ସରାରେ ଚାଉଳ ରଖାଯିବ, ଘଟରେ ପାଣି ଦିଆଯିବ, ଆଉ ଘଟ ଉପରେ ଆଉଛି ପାଣି ଦେଇକି ଆମ୍ବ ପତ୍ର ରଖିକି ଏଠି କଦଳୀ ଦେଇକି ଫୁଲ ଦେଇ ଦୁବ ଘାସ ଏସବୁ ଦେଇକି ବହୁତ ଭଲ ଭାବେ ସଜାଯିବ। ବହୁତ ହି ବଢ଼ିଆ ଭାବରେ ସଜେଇ ସାରିଲା ପରେ ତାପରେ ଘିଅରେ ଦେଇଥିଲି ମୁଁ ଦୀପରେ। ଆଉ ଗୋଟେ କଥା, ହଁ, ଆମ ଦୀପ ଗୁଡ଼ା ବଡ଼ ବଡ଼ ଥିଲା ନା, ଥରେ ଦେଲା ପରେ ଆଉ ସକାଳ ପାଇଗଲା, ଆଉ ଦରକାର ହେଲାନି ଆଉ ଥରେ ଦେଇତେ। ଏ ଦେଖନ୍ତୁ ସବୁ ଦୀପ ବସେଇ ଦେଲେ ଏଇଠି। ତ ଘଟ ବସାଇନି, ସେପଟେ ସରା ବସାଇଛି। ବଡ଼ମା କହିଲେ ବାଲି ଗୋଟେ ଦେଇଦେ, ଏଇଟା ହେଉଛି ଇଏ ହେଉଥିଲା, ସେଇଟା ତଳ ହେଇଯାଉଥିଲା ଟିକେ। ତ ତାପରେ ସେଠି ବାଲି ଦେଇଦେଲି। ତାପରେ ଏଠି ଦେଖନ୍ତୁ ବାଲି ଦେଇ ସାରିଲା ପରେ ଏଠି ଚାଉଳ ଉପରେ ରଖି ଦିଆହେଲା ଦୀପ ସବୁ। ଫେର୍ ସରାରେ ଫେର୍ ଚାଉଳ ଦିଆହେବ, ସେଠି କଦଳୀ ଦିଆହେବ, ତ ଏଠି ଧୂପ ଲଗାଇବା ପାଇଁ। ତ ତାପରେ ଆପଣମାନେ କେମିତି କିସ କେ ଜାଗାରେ ଆପଣମାନେ ଯାଇକି ଦୀପ ଜାଳିଲେ, ମନ୍ଦିରରେ ଜାଳିଲେ କି ଘରେ ଜାଳିଲେ, କେମିତି କ'ଣ କଲେ ଆପଣମାନେ, ମୁଁ ଯେମିତି କରିଥିଲି ମୁଁ କହିଦେଉଛି। ଆପଣମାନେ କେମିତି କିସ କଲେ ନିହାତି ଜଣାଇବେ। ଯଦି ମୋର କିଛି ଭୁଲ ହେଇଥିବ ଏମିତି ମାନେ ଦୀପ ବସାଏ, ତ ମୋତେ ନିହାତି ଜଣାଇବେ, କେଇଟା ମୁଁ ଠିକ୍ କରିବି। ତ ତାପରେ ଏଠି ମୁଁ ବସେଇ ନେଉଛି। ବସେଇ ଦେଇ ସାରିଲେ ଦେଖନ୍ତୁ କେତେ ବଢ଼ିଆ ଫୁଲରେ ସଜେଇ ବି ଦିଆଗଲା। ତ ଏଇଠି ବଡ଼ମା ଫୁଲ ନେଇ ସଜେଇ ଦେଉଛନ୍ତି ଆହୁରି ଚାରିଆଡ଼େ। ତ ତାପରେ ଆମେ ଟିକେ ଘରକୁ ପଳେଇ ଆସିଥିଲୁ। ଘରେ ପଳେଇ ଆସିଥିଲେ କାହିଁକି ସନ୍ଧ୍ୟା ଦେଇତେ, ସେଠି ଦୀପ ଜାଳି ସାରିକି ଘରକୁ ପଳେଇ ଆସିଥିଲି। ସନ୍ଧ୍ୟା ଦେଇ ସାରିକି ଆଉ ଥରେ ପଳେଇଲେ ଆମେ। ତାପରେ ସେଠି ମନ୍ଦିରରେ ବସିଥିଲି, ସେଠି ହେଉଥିଲା
गीत गाउଥିଲେ कीर्तन होता तो समस्ते देखु बस केमती एठी उठी पड़े से गीत बजे बोली से रखाई सब गीत भी चलता एपटे समस्ते बसी केते सुंदर भाव देखु जेजा दीप जाली बस यहाँ हूँ आम दीप तो एत बड़ बड़ थरे देले एत पड़ा मुझे बस बड़ चपड़े बसते ये फल आनी खावाई यहाँ हूँ पीवाई अणाई तो मुझे पी दूसरी घर को आसती थे तो आउ गोटे फूल कम पड़ी तो मुझे नहीं सजे देती आम से तो देखो ये मुझे सजे घर को आसती 9:30 ये किसी खाई नी तो खाई दूसरी रात मेहंदी देखी दूसरी देखो आसी मुझे जाइए और किसी वीडियो बन नी ये नेक्स्ट डे वीडियो तो मुझे आसी पखाड़ खाई दूसरी पखाड़ तो तापर आम भोग खाई जहाँ आम खाई नी तो ये दीपर बेला आम मुड़ी खाई मुझे मेहंदी देखी केमती कौन लगे भिडियोटा मत निहत जन बहुत सारा भल पाइबा देवे राधे राधे।